হরিশ্রীত কমলা কুচমণ্ডল হরিশ্রীত কমলা কুচমণ্ডল ধূত কুণ্ডল হে ডাল হে ললিত ললিত বনমাল জয় জয় দেব হরে 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 জয় জয় দেব হরে। বড় দেউଳରେ ଜଗନ୍ନାଥଙ୍କ ସ୍ତ୍ରୀ ହଉଛି ଆଜ୍ଞା ଦେବଦାସୀ। ସେଇ ନାଚିବ ରାତି ଯାକ ଜଗନ୍ନାଥ ଅନେଇ 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 ଶୋଇପଡ଼ିବ। ନୃତ୍ୟ ଦେଖି ସେ ମହାନୃତ୍ୟ। ସେଇଦିନ ଗଜପତି ଥାନ୍ତି ପ୍ରତାପ ରୁଦ୍ରଦେବ। ଗୋଟେ ଦେବଦାସୀ ପିଲେ ଥିଲା, ତା ନାଁଟା ହଉଛି କେତକୀ ଦେବଦାସୀ। ବୁଢୀ ହେଇଗଲା। ରାଜା କହିଲେ ତୁ ବୁଢୀ ହେଇଗଲୁଣି, ଆଉ ନାଚି ପାରିବୁନି। ଆଚ୍ଛା, ତାଙ୍କର ଦରମାଟା କେତେ? ଯେମିତି ରାଷ୍ଟ୍ରପତି ଦରମା, ପ୍ରଧାନମନ୍ତ୍ରୀ ଦରମା, ମୁଖ୍ୟମନ୍ତ୍ରୀ ଦରମା, ସେ ଦେବଦାସୀର ଦରମା କ'ଣ? ସୁବର୍ଣ୍ଣ ପାତ୍ରରେ ଯୋଉ ପ୍ରସାଦ ଟିକିକ ଜଗନ୍ନାଥ ପେଇ ଯାଇଥାଏ, ସେଇ ପ୍ରସାଦ ତକ ଦେବଦାସୀର। ସେ ଦିନ ଯାକ କେବଳ ତାକୁ ଖାଇକି ବଞ୍ଚେ, ତାର ପଇସା କ'ଣ ହବ? ବୁଢୀ ହେଇଯାଇଛି କେତକୀ ଦେବଦାସୀ। ପ୍ରତାପ ରୁଦ୍ରଦେବ ବାହାରି କରିଦେଇଛି କେତକୀ। ବଡ଼ ଦେଉଳର ପଛପଟେ କୋଇଲି ବୈକୁଣ୍ଠରେ ଯୋଉଠି ରଥଯାତ୍ରା ସରିଲା ପରେ ରଥ ଭଙ୍ଗା ହେଇକି କାଠ ଗୁଡାକ ଗଦା ଯାଉଛି, ସେଇଠି କେତକୀ ଦେବଦାସୀ କି ଜାଗା ଦେଇଥାନ୍ତି। ଆଖିରେ ଆଖିଏ ଲୁହ। କେତକୀ ଦେବଦାସୀ କାନ୍ଦୁଛି, କହିଲା ପ୍ରଭୁ ହରି ଅମଳ କମଳ ଦଳଲୋଚନ ভবমোচন হে ভুবন ভুবন নিধান জয় জয় দেব হরে 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 জয় জয় দেব হরে। ଡାକୁଛନ୍ତି ଦେବଦାସୀ, ଡାକୁଛି ପ୍ରଭୁ ତୋ ନାଁ ଗାଇ ଗାଇ ମରିଯିବି ପ୍ରଭୁ, ମୋ ଜୀବନର ମୂଲ୍ୟ ନାହିଁ। ରାଜା ଦେଇଛି ଅରୁଆ ଚାଉଳ ଗଣ୍ଡେ, ହଳଦୀ ଟିକିଏ ଇତ୍ୟାଦି ପରିବା ଗଣ୍ଡେ। କେତକୀ ଦେବଦାସୀ ଗୋଟିଏ ହାଣ୍ଡିରେ ସବୁଯାକୁ ମିଶେଇକି ଗୋଟେ ରାମ ଖେଚେଡି ତିଆରି କରିଦେଇଛି। ସିଧରେ କଦଳୀ ପତ୍ରଟିଏ ବାଢି ଦେଇଛି। ସେଇଦିନଠୁ ଗୀତ ବାହାରିଲା, କଦଳୀ ପତ୍ର ଖଣ୍ଡକୁ ଟଙ୍କେ କୈବଲ୍ୟ ହାଟରେ। କଦଳୀ ପତ୍ର କୋଉ ଦିନଠୁ ପୁରୀରୁ ବିକା ହେଲା? କ'ଣ ତମ ପୁରୀରେ କଦଳୀ ପତ୍ର ନାହିଁ? ବଡ଼ ଦେଉଳକୁ ଗଲାବେଳେ ଆନନ୍ଦ ବଜାରକୁ ତମେ ତମ ବାଡ଼ିରେ କ'ଣ କଦଳୀ ପତ୍ର ନାହିଁ? ନେଇକି ଖଣ୍ଡେ ଲେଖେ ଯାଇପାରିବନି? ଚାଲିବନି।
ଖଣ୍ଡିଏ କିଣିବ ଟଙ୍କାଟିଏ ଦେଇ ହଁ କଦଳୀ ପତର ଖଣ୍ଡକୁ ଟଙ୍କିଏ ହଇବଲ୍ୟ ହାଟରେ ହଁ ଯାହାକୁ ଲାଗିଛି ଅଭଡ଼ା ନିଶା ହଁ ଆପଣ ମାନଙ୍କର ପ୍ରତାପ ରୁଦ୍ରଦେବ ଦେଇଛି କେତକୀ ଦେବଦାସୀ ରାମ ଖେଚୁଡ଼ି ତିଆରି କରିକି ଗୋଟେ କଦଳୀ ପତ୍ର ଉପରେ ବାଢ଼ି ଦେଇଛି କିନ୍ତୁ ଆଖିରେ ଆଖିଏ ଲୁହ ହଁ ଜଗା ହଁ ତୋ ବଡ଼ ଦେଉଳ ଭିତରେ ମୁଁ ନାଚୁଥିଲି ତୋ ଅଇଁଠା ମୁଁ ଟିକେ ଖାଇଲେ ମୋତେ ସୁଖ ଲାଗୁଥିଲା ହଁ ଆଜି ତ ଇଏ ତୋ ଅଇଁଠା ନୁହଁ ଜଗା ନା ନା ତୁ ସତରେ କ'ଣ ଖାଇବୁନି ହଁ ଭକ୍ତର ଯୁଗେ ଯୁଗେ ଆଜ୍ଞା ଭଗବାନ ପ୍ରଭୁ ସହି ପାରିଲେନି ନା ଗୋଟେ 12 ବର୍ଷର ଛୋଟିଆ ଛୁଆ ରୂପ ଧରିକି ସ୍ୱୟଂ ଜଗନ୍ନାଥ ଚାଲି 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 ପହଞ୍ଚିଲେ ଶ୍ରୀମନ୍ଦିର ନିକଟରେ ଶ୍ରୀମନ୍ଦିର ଭିତରକୁ ସ୍ୱୟଂ ଜଗନ୍ନାଥ ପଛ ପଟ ବାଟ ଦେଇକି ଆସିଲେ ଡାକିଲେ କହିଲେ କେତକୀ ମା ଏ କେତକୀ ମା ସେ ତ ସ୍ୱୟଂ ନାରାୟଣ ନା ଆମ ପାଟିର ଡାକ ଯାହା ହବ ତା ପାଟିର ଡାକ କ'ଣ ସେଇଆ ହବ ଆଜ୍ଞା ନାଇଁ ତା ପାଟିର ଡାକ ସେଇଆ ହବନି ତା ପାଟିର ଡାକ କେମିତିଆ ଡାକ ହେଲା କବି ମଞ୍ଜୁର କୃଷ୍ଣ ପ୍ରସାଦ ବସୁ ଗୋଟେ ଧାଡ଼ି କହନ୍ତୁ କହିଲା ଓ ତ ଶ୍ରୀ କୁସୁମ ଶ୍ୟାମ ଇଏ ଅରବିନ୍ଦ ছবি রাজন মোহন মধুপ মধুপানে লোভে মধুপানে লোভে রাজন মন মধুপ মধুপান লোভে অন্যেরা দেবদাসী আচ্ছা କିଏ କିରେ ଏଇଟା ଦୌଡ଼ି ଆସିଲା କହିଲେ ମା ନା କ'ଣ ମା ନା କ'ଣ ଭାରି ଭୋକ ହଉଛି ଏଇଟା ଖାଇଥାନ୍ତି আচ্ছা আচ্ছা କହିଲା ଖାଇବୁ ଆ କଦଳୀ ପତ୍ର ଉପରେ ରାମ ଖେଚୁଡ଼ି ବାଢ଼ି ଦେଇଛି বেশ ସ୍ୱୟଂ ଜଗନ୍ନାଥ হ ଯାଇଛନ୍ତି ବାଳକ ରୂପରେ আচ্ছা ପ୍ରଭୁ ମୋର ବସି ପଡ଼ିଲା হ ରାମ ଖେଚୁଡ଼ି ଟିକେ ଖାଇଛି হ କେତକୀ ଦେବଦାସୀ କହିଲା ଆରେ କାଲି ଆସିବୁ ନା ହଁ ମା କାଲି ବି ଆସିବି কালি আসবি ଭଲ ଲାଗୁଛି ଆଉ তো ଖେଚେଡ଼ି ମତେ ଭାରି ସ୍ୱାଦ ଲାଗୁଛି ଲୋ ମା হ হ କାଲି ଆସିବି ମା আচ্ছা ସବୁଦିନ ଜଗନ୍ନାଥ হ হ ଏ ଦେବଦାସୀଠୁ ଖାଆନ୍ତି ଖେଚୁଡ଼ି আচ্ছা ଆଉ ଶ୍ରୀମନ୍ଦିର ବଡ଼ ଦେଉଳରେ ଗୋଟେ ଅଦ୍ଭୁତ ନୀତି হ হ ଆପଣ ଏଠି ଯେତିକି ବସିଛନ୍ତି আচ্ছা ଆପଣଙ୍କ ଘରେ ଯେତେବେଳେ ଠାକୁର ପୂଜା କରନ୍ତି হ হ ଆପଣ କେମିତି ପୂଜା କରନ୍ତି ଆମ କୁନା ଭାଇନା ଆଇଲେ আচ্ছা ନାରାୟଣକୁ ପୂଜା କଲେ হ হ ଆଚ୍ଛା ମୁହଁଟା ଆଗକୁ କରିକି ପୂଜା କଲେ ନା ମୁହଁଟା ପଛକୁ କରିକି ପୂଜା କଲେ ଆଗକୁ କରି হ হ କିନ୍ତୁ ଶ୍ରୀମନ୍ଦିର ବଡ଼ ଦେଉଳରେ আচ্ছা
ଜଗନ୍ନାଥ ସଂସ୍କୃତିରେ କେବଳ ଜଗନ୍ନାଥ। ପଣ୍ଡା ପିଲା ପଣ୍ଡା ପିଲା ଆଗ ମୁହଁ କରି କେବେ ପୂଜା କରିବନି। ଆଚ୍ଛା ଆଚ୍ଛା ମୁଁ ଜାଣି ସାରିଲିଣି କ'ଣ ବି ଡାକୁଛୁ। ସେ ଯଦି ଖାଇବାକୁ ଯିବେ କେତେ କଷ୍ଟରେ ମୁଁ କେତେ ଶ୍ରୋତାକୁ ଏକାଠି କରିଦେଇଛି। ଆସିବେ ଆଉ ତାମାନେ କ'ଣ ସେ ଯାକେ ମୁଁ ଶୋଇବି ଚା ପିଇକି? ତୁ ନିଜେ ମୋତେ ଫୋନରେ କହିଛୁ ସାର୍ ଚୌକି ପକେଇଦେବି, ଚୌକି ପକେଇଛୁ। ଅଧଘଣ୍ଟେ ଆପଣ ଗାଆନ୍ତୁ, ତଥାପି ମୁଁ 1.5 ଘଣ୍ଟା କାଳ ଗାଇଲିଣି। ଆଚ୍ଛା ଆଉ ମୋ ଶ୍ରୋତା ମାନେ ବସୁଛନ୍ତି, ତୁ ତାଙ୍କୁ ଖାଇବାକୁ ଡାକିବୁ ପଳଉଛି କାଳେ। ନାଇଁ ଆଜ୍ଞା, ମୁଁ ଆପଣମାନଙ୍କୁ ଗୋଟିଏ ଗୋଟିଏ ନମସ୍କାର କରୁଛି। ଆପଣମାନଙ୍କ ଆଶୀର୍ବାଦରୁ ମୁଁ ବଞ୍ଚି ଯାଇଛି। ଶହ ଶହ ନୁହଁ, ସାରା ଓଡ଼ିଶାରେ ଲକ୍ଷ ଲକ୍ଷ ଦୀପ ଜଳିଛି। ନୃସିଂହ ହୋତା କେମିତି ସୁସ୍ଥ ହେଇଯାଉ, ସେଥିରେ ବି ଆପଣମାନେ ବି ଥାଇପାରନ୍ତି। ତେଣୁ ସେଇ ଭଲ ପାଇବା ଯୋଗୁଁ 8:05 ପାଲା ଆରମ୍ଭ ହେଲା। ମୁଁ କହିଲି ପୁଅ ଅତି ବେଶୀରେ 10ଟା ଯାକେ ଯିବ, ଆଉ ବେଶୀ ଗାଇପାରିବେନି। ହଁ ମୁଁ ତ ଆଶୀର୍ବାଦ କରିବି। ରହ, ମୋ ବାପା ମାନେ ବସୁଛନ୍ତି, ଟିକେ ସାରିଦିଏ। କେତକୀ ଦେବଦାସୀ କାନ୍ଦୁଛି, ତା ପାଖରୁ ଜଗନ୍ନାଥ ଖେଚୁଡ଼ି ଖାଉଥାନ୍ତି। ବଡ଼ ଦେଉଳରେ ଜଗନ୍ନାଥ ପୂଜା ହେଲା ବେଳେ ସେମାନେ ପଣ୍ଡା ପିଲାମାନେ ଜଗନ୍ନାଥ ରହିବେ ପଛପଟେ, ଆଗରେ ଗୋଟେ ମିରର ବୋଲେ ଦର୍ପଣ। ସେଇ ଦର୍ପଣକୁ ଅନେଇକି ଗଣ୍ଡୁଷ ଜଳ। ଗଣ୍ଡୁଷ ଜଳ କ'ଣ ଜାଣିଛୁ? ନଦୀ ଆଜ୍ଞା ହଉ ହେଇଥିବ, ଗଣ୍ଡୁଷ ବୋଲି ନଦୀ। ଆଉ ତୁ ମହାଜ୍ଞାନୀ ପିଲାଟା ତ, ସେଇଭଳିଆ ଗାୟକଙ୍କ ସାଙ୍ଗରେ ଗଲେ ତୁ ଜାଣିବୁ। ତୋ ହାତ ପାପୁଲିଟାକୁ ଏମିତି କରିଦବୁ, ଯୋଉତକ ରନ୍ଧ୍ର ଭିତରେ ରହିଲା ସେଇତକ ପାଣି କହନ୍ତି ଗଣ୍ଡୁଷ ଜଳ। ପଣ୍ଡା ପିଲା ଗଣ୍ଡୁଷ ଜଳରେ ତୁଳସୀ ପତ୍ର ପକେଇକି ଅନେଇବ। ଯଦି ତୁଳସୀ ପତ୍ରରେ ଜଗନ୍ନାଥ ଦେଖାଯାଆନ୍ତି ତାହେଲେ ସେ ଭୋଗଟା ଠିକ, ନହେଲେ ମାରା। ସବୁ ଯାକ ପରା 60 ପଉଟି ଭୋଗ ସିନା ପୋତା ହେବ। ବଡ଼ ଦେଉଳରେ ମହାପ୍ରସାଦ ଯେ ନାମ ତାର ନ ହେବ। ସେ ଭୋଗ ଗୁଡାକ ପୋତା ହବ, କେହି ଖାଇବେନି। ଆଉ ଯିଏ ଖାଇବ ସେ ମରିବ। ନହେଲେ 30 କୁଇଣ୍ଟାଲ ଚାଉଳ ଭୋଗ ହଉଛି ବଡ଼ ଦେଉଳରେ, ଯଦି ମାରା ହବ 30 କୁଇଣ୍ଟାଲ ଚାଉଳ ଭାତ ପୋତା ହବ। କାହିଁକି ଗରିବ ଦୁଃଖୀ ରଖିକି ଦେଇଦେଲେ ହୁଅନ୍ତାନି? ନାଇଁ, ଯିଏ ଖାଇବ ସେ ମରିବ, 3 ପାହୁଣ୍ଡେ ଯାଇପାରିବନି। ଇଏ କୋଉଠୁ ସୃଷ୍ଟି ହେଇଛି ତ କହୁଥିଲେ କହୁଥିବି, ଇଏ କୋଉଠୁ ଏ ଚାଉଳ ଭୋଗ ସୃଷ୍ଟି ହେଇଛି? ଶ୍ରୀ ଚୈତନ୍ୟ ମହାପ୍ରଭୁ ନଦିଆ ନବଦ୍ୱୀପରୁ ଯେତେବେଳେ ପୁରୀ ଆସିଲେ, 2 ଥର ଧକ୍କା ବେକା ଦେଇକି ତଡ଼ିଛନ୍ତି ଆମ ହିନ୍ଦୁ ବ୍ରାହ୍ମଣ ମାନେ ତାକୁ। 3ୟ ଥର ଯେତେବେଳେ ଅଶ୍ଵ ନଦୀ ଦେଇକି ଆସିଲା, ଚୈତନ୍ୟ କହିଲା ଗୋଟେ ବାଟ ନ କଲେ ହବନି। କ'ଣ ବାଟ କଲେ?
निहाती गोटे नुआ बाट तैयारी करबाकू বেশ जेमिति आम नबीना हारला হ্যাঁ नुआ बाट पांडियान बाट करथला আচ্ছা पांडियान बाटटी काम कला नहीं সে বাটা বন্ধ হয়ে গলা लोक तो खाली फूल को कुटी दे गले आउ कौन गोटे बाचाल अच्छी ता ना सुर राउतराय एपटे कह হ্যাঁ माडी चल भुवनेश्वर रे হ্যাঁ मो पुओ मनमथ राउतराय जीतिकी अच्छी खाली मुद्दा बुझिकी अच्छी खोलिले गणिब আচ্ছা देखे देखे अपराजिता षडंगी जीतला या मुह को टिके लाज नाई पछरे कौन कहूँ हाँ लोक जनमत देवे सेटा कौन तू आगुरु जानिनु ଏବେ ୱାର୍ଡ ବାହାରିଛି एड़े बड़ गर्व कौन पाई अति गर्भे हत लंका বেশ किंतु ता पुओ दीटा को मु चिन्हिचे आज्ञा হ্যাঁ এই অঞ্চলের পালাগাই দুইটা যাক পুଅ হচ্ছেন কোহেনুর হীরা আচ্ছা সান পুଅ সিদ্ধার্ଥ ମୁଁ ତିରୁମଲରେ ପାଲା ଗାଉଥାଏ ଆଜ୍ଞା ମୋ ପାଖକୁ ଆସିକି ମୋ ପାଦ ଧରିକି ମୁଣ୍ଡିଆ ମାରି ମୋତେ 500 ଟଙ୍କା ଦେଇକି ଗଲା হ্যাঁ ଦୁଇଟା ଯାକ ପୁଅ କୋହେନୁରୁ ହୀରା ଆଉ ଦୁଇଟା ଯାକ ପୁଅଙ୍କ ଭବିଷ୍ୟତ ନଷ୍ଟ କରିଦେବ ତା ବୋପା ହେଉଛି ସୁର ରାଉତରାୟ আচ্ছা ମୁଁ କହିଛି ମୋତେ କିଏ ଗୁଳି ମାରିଦେଉ ପେଣ୍ଡାଲରେ ମୁଁ କାହାକୁ ଛାଡ଼ିବିନି ছাড়িবিনি সত্য কথা ସଜ୍ଜନ ବର୍ଗେ হ্যাঁ ତାହେଲେ ଯୋଉ ପଞ୍ଚମକାର ପୂଜାରୀ କେତକୀ ଦେବଦାସୀ ଡାକିଛି আচ্ছা ଗଣ୍ଡୁଷ ଜଳରେ ଜଗନ୍ନାଥ ଦେଖାଯାଉନାହାନ୍ତି হ্যাঁ କାନ୍ଦିଲା କିଏ ପଣ୍ଡା ପିଲା হ্যাঁ କହିଲା ପ୍ରଭୁ প্রভু ତମେ କ'ଣ ସତରେ ଦେଖାଦେବ ନେଇ হ্যাঁ ହୃଦୟରେ ଜଗନ୍ନାଥଙ୍କୁ ଡାକିଲା ପଦେ হ্যাঁ କେମିତି ଡାକିଲା কেমিতি ডাক ଦଳିତାଞ୍ଜନ ପ୍ର